ଜୟ ଜଗନ୍ନାଥ ସାଙ୍ଗମାନେ ଘର ଭଡ଼ା ଦଉଥିଲେ କିମ୍ବା ଘର ଭଡ଼ାରେ ରହୁଥିଲେ ଆପଣ ମାନେ ସାବଧାନ ହେଇଯାଆନ୍ତୁ କାହିଁକି ନା ଏହି ଘର ଭଡ଼ାକୁ ନେଇ ଭାରତ ସରକାର 6ଟି ନୂଆ ନିୟମ ଆଣିଛନ୍ତି। ତେବେ ଆସନ୍ତୁ କଣ ରହିଛି ସେଇ ନିୟମ, କାହା ପାଇଁ ରହିଛି, ଏହି ସମସ୍ତ ଡିଟେଲ୍ସ ବର୍ତ୍ତମାନ ଗୋଟି ଗୋଟି କରି ଆମେ ଆଜିକାର ଏହି ଭିଡିଓରେ ଆଲୋଚନା କରିବା। ଭଡ଼ାଟିଆଙ୍କ ପାଇଁ ନୂଆ ଆଇନ, ମନମାନି କରିପାରିବେନି ଘର ମାଲିକ। ଯେମିତି କି ସାଙ୍ଗମାନେ ଆମେ ଯେତେବେଳେ ଘରୁ ବାହାରକୁ ବାହାରି ଥାଉ, ଯେମିତି ଜବ୍ କରିବା ପାଇଁ ହଉ କିମ୍ବା ବ୍ୟବସାୟ କରିବା ପାଇଁ ହଉ କିମ୍ବା ଯେକୌଣସି ଗୋଟେ କାରଣ ପାଇଁ ଯେତେବେଳେ ଆମେ ଘର ଛାଡି ଥାଉ, ଆମେ ବାହାରେ କାମ କଲା ପରେ ରହିବା ପାଇଁ ଆମକୁ ଗୋଟେ ଘରଟି ଆବଶ୍ୟକ ପଡିଥାଏ। ସେହି କ୍ଷେତ୍ରରେ ଆମେ କଣ କରିଥାନ୍ତି ନା ଗୋଟେ ଘରଟି ଭଡାରେ ନେଇଥାନ୍ତି କିମ୍ବା ଘର ମାଲିକ ସେଇ ଘରଟିକୁ ଭଡାରେ ଦେଇଥାନ୍ତି। ତେବେ ଘର ଭଡା ଦେବା କିମ୍ବା ନେବା ଏହା ଦୁଇ ଜଣଙ୍କ ମଧ୍ୟରେ ଗୋଟେ ହିସାବ ପତ୍ର ନୁହଁ, ଏହା ଘର ଭଡା ଦେବା ଏବଂ ନେବା ଭାରତରେ ଗୋଟେ ୟାକୁ ନେଇ ଗୋଟେ ଆଇନ ମଧ୍ୟ ଅଛି। ଯେମିତି କି ଆଇନରେ କଣ ଅଛି ନା ଘର ମାଲିକ ଭଡାଟିଆଙ୍କୁ ଯେକୌଣସି କାରଣରୁ ଘରୁ ମନ ଇଚ୍ଛା ବାହାର କରିପାରିବେ ନାହିଁ। ଘରର ଭଡା ମନ ଇଚ୍ଛା ସେ ଘରର ଭଡା ରେଣ୍ଟକୁ ସେ ବଢେଇ ପାରିବେ ନାହିଁ। ଭଡାଟିଆଙ୍କ ଗୋପନୀୟତା ଭଙ୍ଗ କରିପାରିବେ ନାହିଁ। ଏହି ସମସ୍ତକୁ ନେଇ ଗୋଟେ ଆଇନ ରହିଛି। ଏଥିପାଇଁ ଭଡାରେ ରହୁଥିବା ସମସ୍ତ ଭାଇ ଓ ଭଉଣୀ ମାନେ, ଯେକୌଣସି ଗୋଟେ ନାଗରିକ ଯେଉଁମାନେ ଭଡାରେ ରହୁଛନ୍ତି କିମ୍ବା ସମସ୍ତେ ଯେଉଁମାନେ ଘରକୁ ଭଡାରେ ଦେଉଛନ୍ତି, ସେ ସମସ୍ତେ ଏହି ନିୟମକୁ ଜାଣିବା ଆବଶ୍ୟକ। ଯେମିତିକି କେନ୍ଦ୍ର ସରକାରଙ୍କର ଏକ୍ଟ ମଡେଲ ଟେନାନ୍ସି ଏକ୍ଟ 2021 MTA ଅନୁସାରେ ଏହି ଘର ଭଡାକୁ ନେଇ ବହୁତ କିଛି ନିୟମ ରହିଛି। ସେଇ ଯୋଉ ବହୁତ କିଛି ନିୟମ ରହିଛି ସେ ମଧ୍ୟରେ 6ଟି ନିୟମ, 6ଟି ମୁଖ୍ୟତଃ ନିୟମ ଉପରେ ଆମେ ଆଜି ଆଲୋଚନା କରିବା। ଯେମିତିକି 1 ନମ୍ବର ନିୟମ ହଉଛି ଘରୁ ବାହାର କରିପାରିବେନି ଘର ମାଲିକ। ଯେମିତି ଭଡାରେ ରହୁଥିବା ଲୋକମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧିକାର ହେଲା ସେମାନଙ୍କୁ ମନ ଇଚ୍ଛା ଘରୁ ବାହାର କରାଯାଇ ପାରିବ ନାହିଁ। ବୁଝିପାରିଲେ? 1 ନମ୍ବରରେ କଣ ଅଛି ନା ମନ ଇଚ୍ଛା ଆପଣଙ୍କୁ ଆପଣଙ୍କ ଘର ମାଲିକ ତାଙ୍କ ଘରୁ ବାହାର କରିପାରିବେ ନାହିଁ। ଘର ମାଲିକ ଭଡାଟିଆଙ୍କୁ ସେ ପର୍ଯ୍ୟନ୍ତ ବାହାର କରିପାରିବେ ନାହିଁ ଯେ ପର୍ଯ୍ୟନ୍ତ ଭଡାଟିଆ କୌଣସି ଆଇନର ଉଲ୍ଲଂଘନ କରିନଥିବେ। ଯେମିତିକି ଆପଣ ଯଦି ଗୋଟେ ଘରେ ଭଡାରେ ରହୁଛନ୍ତି, ଆପଣ ଯଦି ଆଇନଗତ କିଛି ଉଲ୍ଲଂଘନ କରୁନାହାନ୍ତି, ତେବେ ଆପଣଙ୍କୁ ସେ ଘର ମାଲିକ ଘରୁ ବାହାର କରିପାରିବେ ନାହିଁ। ଏହା ମଧ୍ୟରେ ଆସିଥାଏ ଯେମିତିକି ଲଗାତାର ଯଦି ଆପଣ 2 ମାସର ଘର ଭଡା ଦେବେନି, ଯେଉଁ ଭଡାଟିଆ ଅଛନ୍ତି ସେ ଯଦି 2 ମାସର ଘର ଭଡା ଦେବେନି, ତେବେ ଘର ମାଲିକ ତାଙ୍କୁ ଘରୁ ବାହାର କରିପାରନ୍ତି। ଯେମିତି ଘରକୁ ସେମାନେ ରୂପାନ୍ତରିତ, ମାନେ ଯେମିତି ଆମେ ଯେତେବେଳେ ଗୋଟେ ଘରଟି ଭଡାକୁ ଦଉଛନ୍ତି ଆମେ ଗୋଟେ ଏଗ୍ରିମେଣ୍ଟ ବନେଇଥାନ୍ତି ଯେ ଘରେ କଣ କଣ କରିବେ, କରେଣ୍ଟ ବିଲ୍ କିଏ ବାନ୍ଧିବ, ୱାଟର ବିଲ୍ କିଏ ବାନ୍ଧିବେ, ଘରେ କିଛି ମଡିଫିକେସନ କରିପାରିବେନି କି ନାହିଁ। ଯଦି ଆପଣ ଯେଉଁ ସର୍ତ୍ତ ହେଇଥିଲା, ମାନେ ଯେଉଁ ଏଗ୍ରିମେଣ୍ଟ ହେଇଥିଲା, ଏଗ୍ରିମେଣ୍ଟ ବିରୋଧୀ କିଛି କାର୍ଯ୍ୟ କରନ୍ତି, ତେବେ ମଧ୍ୟ ଆପଣଙ୍କୁ ଘର ମାଲିକ ତାଙ୍କ ଘରୁ ବାହାର କରିପାରିବେ। ଏବଂ ଏହା ସହ ଘର ମାଲିକ କିମ୍ବା ତାଙ୍କ ପରିବାର ବ୍ୟକ୍ତିଗତ ଭାବେ ରହିବାକୁ ଚାହୁଁଥିଲେ ସେ ଆପଣଙ୍କୁ ଘର ଖାଲି କରି ପାରିବେ। ବୁଝିପାରିଲେ? ଯଦି ଆପଣ ଘର ମାଲିକ କିମ୍ବା ଭଡାଟିଆ, ତେବେ ଆପଣ ମାନେ ବୁଝିପାରିଲେ କେଉଁ କ୍ଷେତ୍ରରେ ଆପଣଙ୍କୁ ଘରୁ ବାହାର କରିପାରିବେ ଘର ମାଲିକ ଏବଂ କେଉଁ କ୍ଷେତ୍ରରେ ଆପଣଙ୍କୁ ଘରୁ ବାହାର କରିପାରିବେନି ଘର ମାଲିକ। 2 ନମ୍ବର ହଉଛି ନୋଟିସ ଅବଧି ଏବଂ ଅଧିକାର। ଯେମିତି କି ଘର ମାଲିକ ଯଦି ଆପଣଙ୍କୁ ଘର ଖାଲି କରିବା ପାଇଁ ଚାହୁଁଛନ୍ତି, ତେବେ ବିନା କୌଣସି ଇନଫର୍ମେସନରେ କୌଣସି ନୋଟିସରେ ଆପଣଙ୍କୁ ଘର ସେ ଖାଲି କରିପାରିବେ ନାହିଁ, ଯାହାକି ସାଧାରଣତଃ ଏଗ୍ରିମେଣ୍ଟରେ ଲେଖା ହୋଇଥାଏ। ଯେମିତିକି ଏଗ୍ରିମେଣ୍ଟରେ କଣ ଲେଖା ହେଇଥାଏ ନା ଆପଣ 30 ଦିନ ନୋଟିସ ଦେବେ କିମ୍ବା 60 ଦିନ ନୋଟିସ ଦେବେ କିମ୍ବା 15 ଦିନ ନୋଟିସ ଦେବେ। ଏହି ସମସ୍ତ ଡିଟେଲ୍ସ ଏଗ୍ରିମେଣ୍ଟରେ ଲେଖା ହେଇଥାଏ। ଯେମିତିକି ଯଦି ଗୋଟେ ଘର ମାଲିକ ଯେ ଭଡାଟିଆଙ୍କୁ ବାହାର କରିବା ପାଇଁ ଚାହୁଁଛନ୍ତି, ତେବେ ସେ 15 ମାନେ ମାସେ ଆଗରୁ କିମ୍ବା 15 ଦିନ ଆଗରୁ ଯେମିତି ଏଗ୍ରିମେଣ୍ଟରେ ଥିବ ସେ ତାଙ୍କୁ ଇନଫର୍ମ କରିବେ କି ସେ ତାଙ୍କ ଘର ଖାଲି କରିଦେବେ କି ମାସ ଆଗରୁ ଇନଫର୍ମ କରିବେ। ଠିକ ସେଇଭଳି ଭାବେ ଭଡାଟିଆ ମଧ୍ୟ ଯଦି ଘର ଛାଡିବା ପାଇଁ ଚାହୁଁଛନ୍ତି, ତେବେ ସେ ମାସେ ପୂର୍ବରୁ ସେଇ ଘରର ଓନରକୁ କହିବେ କି ସେ ଘର ଛାଡିବାକୁ ଚାହୁଁଛନ୍ତି, ତେବେ ଯାଇ ହିଁ ଏହା ପ୍ରୋସେସ ହେଇପାରିବ। କୌଣସି ବିନା ନୋଟିସରେ ଘର ମାଲିକ ଭଡାଟିଆଙ୍କୁ ଜବରଦସ୍ତ ଖାଲି କରିପାରିବେ ନାହିଁ। ଯେତେବେଳେ ବି ସେମାନଙ୍କର ଏଗ୍ରିମେଣ୍ଟ ସରିଗଲା ପରେ ମଧ୍ୟ ବିନା ନୋଟିସରେ ସେ ଜବରଦସ୍ତି ଖାଲି କରିପାରିବେ ନାହିଁ। ଦେଖନ୍ତୁ, ଭଡାଟିଆଙ୍କ ଏଗ୍ରିମେଣ୍ଟ ଶେଷ ହୋଇ ସାରିଥିଲେ ମଧ୍ୟ ବି ଘର ମାଲିକ ଏମିତି କରିପାରିବେ ନାହିଁ। ଏହା ସେଇ ଆଇନର ଅଛି। ସେଇ ଯେଉଁ ଆଇନ ଅଛି ଭାରତରେ ଘର ଭଡାକୁ ନେଇ, ସେଥିରେ ଏହା ମେନସନ କରାଯାଇଛି। ଏବଂ ଏହା ସହ ଯେତେବେଳେ ବି ଆମେ ଘର ଭଡାରେ ନେଉଛନ୍ତି କିମ୍ବା ଘର ମାଲିକ ଭଡା ଦଉଛନ୍ତି, ତାଙ୍କର ଘରର ଯେଉଁ ସମ୍ପତ୍ତି ଅଛି ତାର ସୁରକ୍ଷା ବାବଦକୁ ଘର ମାଲିକ 2 ମାସରୁ ଅଧିକ ଟଙ୍କା ଆଡଭାନ୍ସ ହିସାବରେ ରଖିପାରିବେ ନାହିଁ। ଯେମିତିକି ଗୋଟେ ଘର ତାର ମନ୍ଥଲି ତାର ରେଣ୍ଟ ହଉଛି 10,000 ଟଙ୍କା, ତେବେ ଯେତେବେଳେ ଆପଣ ରହୁଛନ୍ତି ମ୍ୟାକ୍ସିମମ୍ ସେ 20,000 ଟଙ୍କା ପର୍ଯ୍ୟନ୍ତ ହିଁ ଆଡଭାନ୍ସ ନେଇପାରିବେ।
20,000 ଟଙ୍କାରୁ ଅଧିକ ନେଇପାରିବେ ନାହିଁ। ମନେ ରଖନ୍ତୁ, ଯଦି ଆପଣ ଘର ଭଡ଼ାରେ ରହୁଛନ୍ତି, ଏହାର ନିୟମ, ଘର ଭଡ଼ାର ନିୟମ ଅନୁସାରେ ଆପଣ ଘର ମାଲିକଙ୍କୁ ମାସକୁ ଯେତେ ଟଙ୍କା ଥିବ ତାର 2 ଗୁଣ, ମାନେ 2 ମାସର ଏକ୍ସଟ୍ରା ଦେଇପାରିବେ ସିକ୍ୟୁରିଟି ଡିପୋଜିଟ୍, ମାନେ ଘରର ସୁରକ୍ଷା ବାବଦକୁ। ଠିକ ସେଇଭଳି ଭାବେ ଯଦି ମାଲିକ ଅଟନ୍ତି, ତେବେ ଆପଣ ମାନେ କେବଳ 2 ମାସର ହିଁ ଟଙ୍କା ରଖିପାରିବେ। ଆଠୁ ଯଦି ଅଧିକ ରଖିବେ, ଆପଣଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ। ବୁଝିପାରିଲେ? ତେବେ ଆସନ୍ତୁ 3 ନମ୍ବର କଣ ରହିଛି ନା 3 ନମ୍ବର ରହିଛି ଜମା ରାଶି ଫେରସ୍ତ ଅଧିକାର। ଯେମିତି ଆମେ ପୂର୍ବରୁ କହିଲୁ, ଆମେ ଯେତେବେଳେ ଘରଟି ଭଡ଼ାରେ ନେଉଛନ୍ତି, ଆମେ ଆଡଭାନ୍ସ ଦିଅନ୍ତି। କଣ ଦିଅନ୍ତି ନା ଆଡଭାନ୍ସ ଦିଅନ୍ତି। ଯେତେବେଳେ ଆମେ ଘରୁ ଛାଡ଼ି ଦିଅନ୍ତି, ତେବେ କଣ ହୁଏ ନା ସେ ଆଡଭାନ୍ସ ଟାକୁ ଆମକୁ ଘର ମାଲିକ ରିଟର୍ନ ଦେବାକୁ ହେଇଥାଏ। ଆକୁ ନେଇ ବି ଏହା ବି ନିୟମରେ ଅଛି, ଯେମିତି କି ଘର ଖାଲି କରିବା ପରେ ମାଲିକଙ୍କୁ ମରାମତି ବାବଦକୁ ଖର୍ଚ୍ଚ କାଟିବା ପାଇଁ ଟଙ୍କା ନିର୍ଦ୍ଧାରିତ ସମୟରେ ଭଡ଼ାଟିଆଙ୍କୁ ଫେରାଇବାକୁ ନିୟମ ରହିଛି। ଯେମିତି କି ଦେଖନ୍ତୁ, ବର୍ତ୍ତମାନ କଣ ହେଲା ନା ଘରଟା ଏଗ୍ରିମେଣ୍ଟରେ ଲେଖା ହେଇଥିଲା, ସେ ଖାଲି କରିଦେଲେ। ଖାଲି କଲା ପରେ ଯଦି ଆପଣ ଯେଉଁ ଆଡଭାନ୍ସ ରଖିଛନ୍ତି, ସେ ଆଡଭାନ୍ସ ରେ ଘର ମାଲିକ ଦେଖିଲେ ଯେ ତାଙ୍କ ଘରେ ଆପଣ କଣ କରିଛନ୍ତି ନା 20,000 ଟଙ୍କା ଆଡଭାନ୍ସ ଦେଇଛନ୍ତି, ତେବେ କଣ ଅଛି ନା 8,000 ଟଙ୍କା ସେଥିରେ ତାର ମେଣ୍ଟେନାନ୍ସ ରେ ଖର୍ଚ୍ଚ ହେଇଯିବ। ବାଲାନ୍ସ କେତେ ରହିଲା? ବାଲାନ୍ସ 12,000 ରହିଲା। ସେ 12,000 ଯଥାଶୀଘ୍ର ଘର ମାଲିକ ଭଡ଼ାଟିଆଙ୍କୁ ରିଟର୍ନ କରିବାର ଅଛି। ଏହା ମଧ୍ୟ ମେନସନ କରାଯାଇଛି। ବୁଝିପାରିଲେ? 20,000 ଆପଣ ଦେଇଥିଲେ, 8,000 ଆପଣଙ୍କ ମେଣ୍ଟେନାନ୍ସ ପଳେଇଲା, ଘର ମେଣ୍ଟେନାନ୍ସ ରେ, ଆଉ 12,000 ଘର ମାଲିକ ଆପଣଙ୍କୁ ରିଟର୍ନ କରିବାର ଅଛି। ବୁଝିପାରିଲେ? 4 ନମ୍ବର ନିୟମ ହଉଛି ଘର ଭଡ଼ା ବଢାଇବା। ଯେମିତି ଆପଣ ମାନେ ବହୁତ ଜାଗାରେ ଜାଣିଥିବେ, ଘର ମାଲିକ ଗୁଡାକ ବର୍ଷକୁ ବର୍ଷ 6 ମାସ ଏମିତି ଘର ଭଡ଼ା ବଢେଇ ଦେଇଥାନ୍ତି। ତେବେ ଆକୁ ନେଇ ମଧ୍ୟ ନିୟମ ରହିଛି, ଯେମିତି କି ଘର ଭଡ଼ା ବୃଦ୍ଧି ମନ ଇଚ୍ଛା ହୋଇପାରିବ ନାହିଁ। ଏହା ଭଡ଼ା ନେବା ବେଳେ ହୋଇଥିବା ଏଗ୍ରିମେଣ୍ଟରେ ସର୍ତ୍ତ ଅନୁସାରେ ହେବ, ମାନେ ସର୍ତ୍ତ। ଯେମିତି 10%, ବହୁତ ଏଗ୍ରିମେଣ୍ଟରେ ଥାଏ ବର୍ଷକୁ 10% ବଢେଇବେ, 5% ବଢେଇବେ, 8% ବଢେଇବେ। ଏଗ୍ରିମେଣ୍ଟରେ ଯାହା ମେନସନ କରାଯାଇଥିବ, କିମ୍ବା ବର୍ଷକୁ ସେମାନେ 2,000 ଟଙ୍କା ବଢେଇବେ, ଏଗ୍ରିମେଣ୍ଟରେ ଯାହା ମେନସନ କରିଥିବେ ସେହି ଠିକ ସେଇଭଳି ଭାବେ ହିଁ ବଢେଇ ପାରିବେ। ମନ ଇଚ୍ଛା ଘର ମାଲିକ ଘରର ରେଣ୍ଟଟିକୁ ବଢେଇ ପାରିବେ ନାହିଁ। କୌଣସି ଘର ମାଲିକ ମନ ଇଚ୍ଛା ଘର ବଢାଇ ପାରିବେ ନାହିଁ। ଆଇନ ଅନୁସାରେ ଭଡ଼ା ବଢାଇବାକୁ ହେଲେ ଘର ମାଲିକଙ୍କୁ 3 ମାସ ପୂର୍ବରୁ ନୋଟିସ ଦେବାକୁ ପଡିବ। ଦେଖନ୍ତୁ, ଏଠି ଆଉ ଗୋଟେ ପଏଣ୍ଟ ଅଛି। କୌଣସି ଘର ମାଲିକ ମନ ଇଚ୍ଛା ବଢେଇ ପାରିବେନି। ଯଦି ସେ ଘରର ପଇସାଟି ବଢେଇବାର ଅଛି, ତ ରେଣ୍ଟ ବଢେଇବାର ଅଛି, ତେବେ ସେ 3 ମାସ ପୂର୍ବରୁ ଯେଉଁ ଟେନେଣ୍ଟ, ମାନେ ଯେଉଁ ଆପଣ ଭଡ଼ାରେ ରହିଥାନ୍ତି, ଯେଉଁ ଗ୍ରାହକ ରହିଥାନ୍ତି, ତାଙ୍କୁ 3 ମାସ ପୂର୍ବରୁ ସେ ଇନଫର୍ମ କରିବେ କି ଆପଣଙ୍କୁ ଜୁନ ମାସରୁ କିମ୍ବା ଜୁଲାଇ ମାସରୁ କିମ୍ବା ଅକ୍ଟୋବର ମାସରୁ ଆପଣଙ୍କର ଭଡ଼ା ବଢିବ, ଆପଣ ଅଧିକ ଟଙ୍କା ଦେବେ ବୋଲି 3 ମାସରୁ, ମାନେ ବର୍ତ୍ତମାନ ଅକ୍ଟୋବର ଅଛି, ନଭେମ୍ବର, ଡିସେମ୍ବର, ଜାନୁଆରୀ, ମାନେ ଜାନୁଆରୀ ପରେ ଭଡ଼ା ବଢିବ ବୋଲି ଆଜିଠୁ ସେ ଇନଫର୍ମ କରିବାକୁ ପଡିବ। 5 ନମ୍ବର ହେଲା ଗୋପନୀୟତାର ଅଧିକାର। ଯେମିତି କି ଭଡ଼ାଟିଆ, ଯେତେବେଳେ ଆମେ ଗୋଟେ ଘରଟି ଭଡ଼ାରେ ରହୁଛନ୍ତି, ଆମକୁ ଶାନ୍ତିରେ ରହିବାକୁ ଇଚ୍ଛା ଥାଏ, ଆମକୁ ଟିକେ ରିଲାକ୍ସରେ ରହିବାକୁ ଇଚ୍ଛା ଥାଏ। ତେବେ ଭାବି ନିଅନ୍ତୁ, ଯଦି ଆମେ ଗୋଟେ ଘରେ ରହୁଛନ୍ତି, ଘର ମାଲିକ ଯେତେବେଳେ ଇଚ୍ଛା ସେତେବେଳେ ଆମେ ଘରକୁ ପଳେଇ ଆସୁଛନ୍ତି, ଆମକୁ କେତେ ଇରିଟେଟ ଲାଗୁଥିବ, ଆମକୁ କେତେ ବିଜାର ଲାଗୁଥିବ, କେତେ ଇରିଟେଟ ଲାଗୁଥିବ। ତ ସେଇଭଳି ଭାବେ ଏହି ଦୃଷ୍ଟିକୁ, ଏହି ଇରିଟେଟ ଦୃଷ୍ଟିକୁ ନେଇ ସରକାର କଣ କରିଛନ୍ତି, ଏହା ମଧ୍ୟ ଆଇନରେ ରଖିଛନ୍ତି। ଯେମିତି କି ଘର ମାଲିକ ଆପଣଙ୍କୁ ବିନା ଅନୁମତିରେ ଆପଣଙ୍କ ଘରକୁ ଆସିପାରିବ ନାହିଁ। ଘର ମାଲିକ ଯଦି ତାଙ୍କ ଘର ଦେଖିବାର ଅଛି, ଚେକ୍ କରିବାର ଅଛି, ତେବେ 24 ଘଣ୍ଟା ପୂର୍ବରୁ ନୋଟିସ ଦେବେ। ମାନେ କାଲିକି ଯଦି ଯିବାର ଅଛି, ତେବେ ଆଜିଠୁ ହିଁ ନୋଟିସ ଦେବେ କି କାଲିକୁ ସେ ଆସିବେ, ଏବଂ ସେ କେବଳ ସକାଳ 7ଟାରୁ ସକାଳେ 8ଟା ପର୍ଯ୍ୟନ୍ତ ହିଁ ଆସିପାରିବେ। ଅନ୍ୟ କୌଣସି ଟାଇମରେ ଆସିପାରିବେନି। ଏହା ମଧ୍ୟ ମେନସନ କରାଯାଇଛି। ଏବଂ ଏହା ସହ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ହଉଛି, ଯଦି ଘର ଭଡ଼ାକୁ ନେଇ, ରେଣ୍ଟକୁ ନେଇ ଯଦି କିଛି ବିବାଦ ହୁଏ, ଘର ମାଲିକ ଏବଂ ଘର ଯେଉଁ ଭଡ଼ାଟିଆଙ୍କ ମଧ୍ୟରେ ଯଦି ବିବାଦ ହୁଏ, ତେବେ ଘର ଯେଉଁ ମୌଳିକ ଅଧିକାର ଅଛି, ମାନେ ପାଣି, କରେଣ୍ଟ ଇତ୍ୟାଦି, ଘର ମାଲିକ ବନ୍ଦ କରିପାରିବେ ନାହିଁ। ଏହା ମଧ୍ୟ ମେନସନ କରାଯାଇଛି ସେହି ଆଇନରେ। ବୁଝିପାରିଲେ? ତ ଦେଖନ୍ତୁ, 6 ନମ୍ବର ରହିଲା ମରାମତି ଓ ରକ୍ଷଣାବେକ୍ଷଣ ଅଧିକାର। ଏହା କାହା ପାଇଁ ନା ଏହା ଓନର ପାଇଁ। ଦେଖନ୍ତୁ, ଘର ମାଲିକଙ୍କୁ ସମ୍ପତ୍ତିର ଗଠନମୂଳକ ଓ ମୁଖ୍ୟ ମରାମତି କରିବାକୁ ପଡିଥାଏ। ଯଦି ଘର ମାଲିକ କୌଣସି ମରାମତି କରିବାକୁ ମନା କରେ, ତେବେ କିଛି ସ୍ଥାନରେ ଭଡ଼ାଟିଆ ନିଜେ ମରାମତି କରି ସେଇ ଖର୍ଚ୍ଚକୁ ସେଇ ଭଡ଼ାରୁ ମଧ୍ୟ କାଟି ଦେଇଥାନ୍ତି। ସେହିପରି ଉଭୟ ପକ୍ଷଙ୍କ ସୁରକ୍ଷା ପାଇଁ ଲିଖିତ ଏଗ୍ରିମେଣ୍ଟ କରାଯାଏ ଯିବା ଜରୁରୀ। ଏହି ଏଗ୍ରିମେଣ୍ଟରେ ଭବିଷ୍ୟତରେ ଦେଖାଦେବାକୁ ଥିବା ସମସ୍ତ ବିବାଦ ମେନସନ କରାଯାଏ। ଯେମିତି କି ଆପଣ ଯଦି ଗୋଟେ ଘରଟି ଭଡ଼ାକୁ ନେଉଛନ୍ତି କିମ୍ବା ଘର ଭଡ଼ାରେ ରହୁଛନ୍ତି, ତେବେ ସେଥିରେ କ୍ଲିୟରଲି ମେନସନ କରିବେ
कि आपण मानकर घरे जदि आपण जदि गोटे घर भड़ा को नौचंती से घर जदि किछि मेंटेनेंस आसुची जेमिति कि टेप गोटे पानी टेप भांगी गला किंबा गोटे स्विच भांगी गला से घर किछि फैन खराब हो गला जे कोनोसी गोटे प्रॉब्लम हैला तेबे सही प्रॉब्लम डी आपण जो ओनर रहउचंती तांको स्कोप ना जे रेंट रे रहउचंती तांको स्कोप सेथिरे मेंशन करिवे किए रिपेयर करिवे जदि आपण रिपेयर करचंती पैसा किए देबे तो सेही समस्त डिटेल सेथिरे गोटे गोटे करी मेंशन करिवा आवश्यक एवं यदि पानी किणवा को पड़े पानी बिल किए देबे करेंट यदि करेंट बिल किए देबे मेंटेनेंस चार्जेस अछि कि नाही पार्किंग अछि कि नाही एही समस्त डिटेल्स इंक्री केते परसेंट बढ़ेबे वर्ष को वर्ष केते परसेंट बढ़ेबे को डेट रे आपण देबे आपण जो एडवांस देइचंती से एडवांस रो वैल्यू मध्ये 10,000 थिले 10,000 एडवांस दियाई जो सेतिर मेंशन हेई रहइबो एही समस्त डिटेल्स एही एग्रीमेंट रे रहिबा निहाती जरूरी काहे कि ना वर्षे पर आपण घर भड़ा को नैचंती एवं आ गोटे इंपोर्टेंट होची घर एग्रीमेंट सब बेले 11 मास पई ही हेइताए तेबे आपण 11 मास पई ही एग्रीमेंट बनेबे एही एग्रीमेंट रे समस्त डिटेल्स मेंशन करिवे जेते बेली आपण रूम छाडिबे किंबा आपणकर भड़ाटिया को बाहर करिवे असुविधार सम्मुखीन जेमिति आपण को हेबा को पड़िबोनी तेबे संग माने आशा करूची आजिकार एही इन्फॉर्मेशन डी आपण मानको बहुत बहुत भल लागिथो जदि भल लागिची प्लीज गोटे लाइक करंतु शेयर करंतु सब्सक्राइब करंतु नमस्कार धन्यवाद जय जगन्नाथ।